ଦେଖନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିବି। ହିନ୍ଦୁଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟାରେ ଥିବା ରାମ ମନ୍ଦିର, ଯାହାକି ଦୀର୍ଘ ଶହ ଶହ ବର୍ଷ ଧରି ଲଢ଼େଇ ହେଲା ପରେ ସେଠି ରାମ ମନ୍ଦିର ପୁନର୍ନିର୍ମାଣ ହେଇଥିଲା। ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନରେ ଅଯୋଧ୍ୟା ଯେଉଁ ରାମ ମନ୍ଦିରଟି ହେଇଥିଲା, ଯାହାକୁ ବିଗତ ଦିନରେ ମୋଗଲ ଶାସନ ସମୟରେ ଅକ୍ତିଆର କରି ମୋଗଲ ମାନେ ଅକ୍ତିଆର କରି ତାକୁ ମସଜିଦ କରିଥିଲେ। ବାବରୀ ମସଜିଦ ଥିଲା। ଦୀର୍ଘ ଦିନର ଲଢ଼େଇ ପରେ ହିନ୍ଦୁ ମାନଙ୍କର ବିଜୟ ହୋଇଥିଲା, ସନାତନ ଧର୍ମର ବିଜୟ ହୋଇଥିଲା ଏବଂ ସେଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଯେଉଁ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେଇଥିଲା, ସେଥିରୁ ଆପଣ ଦେଖିଥିବେ ସାରା ଭାରତ ବର୍ଷରୁ ପ୍ରତ୍ୟେକ ପରିବାର ଠାରୁ କିଛି ନା କିଛି ଦାନ ହିସାବରେ ଅର୍ଥ ଏବଂ ଅଳଙ୍କାର, ଆଭୂଷଣ, ପ୍ରଭୁଙ୍କ ପାଇଁ ଆଭୂଷଣ ଏମିତି ଦାନରେ ଦିଆଯାଇଥିଲା, ଯାହା ଚୋରି ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବି। କଥାରେ ଅଛି, ଆପଣ ଖଟୁଳି ଖାଇବା କଥା ଜାଣିଥିବେ, ଲୋକଙ୍କୁ ଆଉ କିଛି ମିଳିଲା ନାହିଁ। ଶେଷରେ ସେମାନେ ପ୍ରଭୁଙ୍କ ଯେଉଁ ହୁଣ୍ଡିକୁ ବି ଚୋରି କରିକି ନେଇଗଲେ। ଏଠି ପ୍ରଶ୍ନ ଉଠୁଛି, ରାମ ମନ୍ଦିର ଯେଉଁ ଟ୍ରଷ୍ଟ ରହିଛି, ରାମ ମନ୍ଦିରର ଯେଉଁ ଟ୍ରଷ୍ଟ ରହିଛି ତା ଉପରେ ଲୋକଙ୍କ ଟ୍ରଷ୍ଟ ଆଉ ନାହିଁ। ମୁଁ ତ କହିବି ସେ ଟ୍ରଷ୍ଟରେ ଥିବା ସମସ୍ତ ଟ୍ରଷ୍ଟିଙ୍କୁ ତଦନ୍ତର ପରିସରଭୁକ୍ତ କରାଯାଉ। ସେଥିରେ ଯେଉଁମାନେ ଦାୟିତ୍ୱରେ ଥିଲେ, ଯେମିତିକି ଚମ୍ପତ ରାୟ, ଏବେ ବର୍ତ୍ତମାନ ଖବର ଆସିଛି ଚମ୍ପତ ରାୟ, ଗୋପାଳ ରାୟ, ଅନିଲ ମିଶ୍ରା, ଏମିତି 3 ଜଣଙ୍କ ନାଁ ଆସୁଛି। ତତ୍ସହିତ ଆହୁରି ବି ଏଇ ଘଟଣାରେ ଯେଉଁମାନେ ବି ସମ୍ପୃକ୍ତି ରହିଛନ୍ତି, ମୋଟାମୋଟି ମୁଁ ତ ଯେତିକି ଜାଣିଛି ପାଖାପାଖି 8-10 ଜଣଙ୍କ ନାଁ ଉଠୁଛି। ସମସ୍ତେ ଏଥିରେ ସାମିଲ ରହିଛନ୍ତି ବୋଲି ମୁଁ କହିବି। ଏବଂ ଏଇ 2 ଦିନ ତଳର ଘଟଣା କହୁଛି, କିଛି ଲୋକଙ୍କ ଘରୁ ତଲାସି ବେଳେ ପଇସା ବି ମଧ୍ୟ ବାହାରିଛି, ବହୁତ ପଇସା ବାହାରିଛି। ଜାଣିଥିବେ ଏଇ ଯେଉଁ ଘଟଣାଟି ଘଟିଲା ସାରା ଦେଶକୁ ନିନ୍ଦିତ କରିଛି ଏବଂ ଯେଉଁ ଆସ୍ଥା ଲୋକଙ୍କର ଥିଲା ରାମ ମନ୍ଦିର ପ୍ରତି, ଯେଉଁ ଜନସାଧାରଣଙ୍କ ଆସ୍ଥା ଥିଲା ସାରା ଦେଶବାସୀଙ୍କ, ତାହା କ୍ଷୁଣ୍ଣ ହେଇଛି ବୋଲି ମୁଁ କହିବି। ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ସରକାର ଏହା ଉପରେ ଗୁରୁତର ସହିତ ନେବାର ଆବଶ୍ୟକ ରହିଛି। SIT ତଦନ୍ତ କରିଛନ୍ତି, ନିଶ୍ଚିତ ରୂପେ ତାକୁ ସ୍ୱାଗତ କରିବୁ। କିନ୍ତୁ ଏହି ଘଟଣାରେ କାହାକୁ ଛଡ଼ାଯିବା କଥା ନୁହଁ। ଯେତିକି ଜଣ ଦାୟିତ୍ୱରେ ଥିଲେ ଏବଂ ସମସ୍ତଙ୍କୁ ତଦନ୍ତର ପରିସରଭୁକ୍ତ କରି ସମସ୍ତ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ରହିଛି। ଦେଖନ୍ତୁ, ମୁଁ କହିବା ମାନେ ବିରୋଧୀ ତ ସରକାରକୁ କହିବେ, କିନ୍ତୁ ବିରୋଧୀ କହିବେ ଯଦି ସରକାର ଚୋରେଇଛି, ସରକାରୀ ଦଳର ଲୋକ ଚୋରେଇଛନ୍ତି, ଏହା କହିବା ଭୁଲ ରହିବ। ମୁଁ କହିବି ତଦନ୍ତ, ସଠିକ ତଦନ୍ତ ହଉ, ବାଟବଣା ନ ହେଇକି ତଦନ୍ତ ହେଉ। ଯେଉଁମାନେ ବି ଏଇ ଘଟଣାରେ ସମ୍ପୃକ୍ତି ରହିଛନ୍ତି, ସେ ବିରୋଧୀ ଦଳର ଲୋକ ବି ଥାଆନ୍ତୁ କି ସରକାରୀ ଦଳର ଲୋକ ଥାଆନ୍ତୁ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ରହିଛି। କାହିଁକି ନା ଏମିତି କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକ ରହିଛି, ଆଗକୁ ଯେମିତି ଲୋକ ଏ ବାବଦରେ ଚିନ୍ତା ମଧ୍ୟ କରିବେ ନାହିଁ। ଅନ୍ୟ କୌଣସି ମନ୍ଦିରର ହୁଣ୍ଡିରୁ ଯେମିତି ଚୋରି କରିବା ପାଇଁ ଲୋକ ଡରିବେ, ବିପଦ ବୋଲି ଭାବିବେ, ସେ ପ୍ରକାର କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକ ରହିଛି। ଆଉ ବିରୋଧୀ କ'ଣ କହିଲେ ସେ କଥାକୁ ମୁଁ ଯିବିନି। ବିରୋଧୀ କହିବେ ସରକାରୀ ଦଳ ଏଇ ଘଟଣାରେ ସମ୍ପୃକ୍ତି ଅଛି, ମୁଁ କହିବି ବିରୋଧୀ ଦଳ ଏଇ ଘଟଣାରେ ସମ୍ପୃକ୍ତି ଅଛି, ତ ମୁଁ କହିଦେଲେ ହେଇଯିବ କି? ତ ସେଥିପାଇଁ ଯେଉଁମାନେ ବି ଘଟଣାରେ ସମ୍ପୃକ୍ତି ରହିଛି, ଯେଉଁମାନଙ୍କର ରହିଛି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରହିଛି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରହିଛି। ଏହା ଛୋଟ ଘଟଣା ନୁହଁ। ଏହା 1000, 2000, ଲକ୍ଷ 2 ଲକ୍ଷ ଟଙ୍କା ନୁହଁ, କୋଟି କୋଟି ଟଙ୍କାର ଆତ୍ମସାତ କରାଯାଇଛି। ପାଖାପାଖି 7ରୁ 10 କୋଟି ଟଙ୍କାର ଅଳଙ୍କାର ଏବଂ ନଗଦ ପଇସା ଏଠୁ ହୁଣ୍ଡିରୁ ଯାଇଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମୁଁ କହିବି। ଏବଂ ସେଥିପାଇଁ ସରକାର ତା ଉପରେ ପଦକ୍ଷେପ ନେବେ ବୋଲି ମୋର ଆଶା ରହିଛି ଏବଂ ବିଶ୍ୱାସ ମଧ୍ୟ ରହିଛି। ଏବଂ ଲୋକ ଯେଉଁ ରାମ ମନ୍ଦିର ଟ୍ରଷ୍ଟ ଉପରେ ଭରସା ରଖିଥିଲେ, ଯେଉଁ ଟ୍ରଷ୍ଟ ରଖିଥିଲେ, ସେଇ ଟ୍ରଷ୍ଟକୁ କେମିତି କି ଲୋକ ରଖିବେ ତା ଉପରେ ସରକାର ଚିନ୍ତା କରିବାର ସମୟ ଆସିଛି। ଦେଖନ୍ତୁ, 4 ଜଣ କେବଳ ଏଥିରେ ସମ୍ପୃକ୍ତି ନାହାନ୍ତି ଆଜ୍ଞା, ଆହୁରି ଯେଉଁମାନେ ଅଛନ୍ତି ତାଙ୍କୁ ମଧ୍ୟ ଗିରଫ କରିବାର ଆବଶ୍ୟକ ରହିଛି। କେବଳ ଗିରଫ ନୁହଁ, ଦରକାର ସ୍ଥଳେ ତାଙ୍କ ଘର ଉପରେ ବୋଲ୍ଡେଜର ବି ଚାଲିବା ଆବଶ୍ୟକ ରହିଛି। ଦରକାର ସ୍ଥଳେ ସେମାନଙ୍କୁ ଏନକାଉଣ୍ଟର ବି ମଧ୍ୟ କରିବାର ଆବଶ୍ୟକ ରହିଛି। ଏଇଟା 4 ଜଣଙ୍କର କାମ ନୁହଁ କି ଗୋଟିଏ ଦିନର କାମ ନୁହଁ। ସେମାନେ ଧୀରେ ଧୀରେ କରି ବହୁତ ଦିନ ଧରି ଏଇ କାର୍ଯ୍ୟକଳାପରେ ଲିପ୍ତ ରହିକି ସମ୍ପୂର୍ଣ୍ଣ ହୁଣ୍ଡିକୁ ଖାଲି କରିଦେଇଛନ୍ତି।